ଆପଣଙ୍କ କମ୍ପ୍ୟୁଟରର ଗୁଗଲ କ୍ରୋମ୍ ଓପେନ୍ କରନ୍ତୁ ଆଉ SSEPD ଟାଇପ୍ କରି ସର୍ଚ୍ଚ କରିଦିଅନ୍ତୁ। ସର୍ଚ୍ଚ କଲା ପରେ ଏମିତି ଇଣ୍ଟରଫେସ୍ ଗୋଟେ ଓପେନ୍ ହେଇଯିବ। ଏଇ ପ୍ରଥମ ଲିଙ୍କ ଉପରେ କ୍ଲିକ୍ କରିଦିଅନ୍ତୁ। ତାରପରେ ଏମିତି ପେଜ୍ ଗୋଟେ ଓପେନ୍ ହେଇଯିବ। ଏଠାରେ ଦେଖନ୍ତୁ ଫ୍ରେଣ୍ଡସ୍, এই পেনশন স্কিম তারি উপরে ক্লিক କରିଦିଅନ୍ତୁ। তারপরে এমিতি পেজ ଗୋଟେ ଓପେନ୍ ହେଇଯିବ। এই ଚୁଜ୍ ସ୍କିମ୍କୁ କ୍ଲିକ୍ କରି ମଧୁବାବୁ ପେନସନ୍ ଯୋଜନାକୁ ସିଲେକ୍ଟ କରନ୍ତୁ। ତାରପରେ এই ପ୍ରୋସିଡ୍ରେ କ୍ଲିକ୍ କରିଦିଅନ୍ତୁ। ତାରପରେ ଆପଣଙ୍କର ଫର୍ମଟି ଓପେନ୍ ହେଇଯିବ। এই পেনশন টাইପ୍ରେ କ୍ଲିକ୍ କରି ଆପଣ କେଉଁ ପ୍ରକାର ପେନସନ୍ ଆବେଦନ କରିବାକୁ ଯାଉଛନ୍ତି, ଯେମିତିକି ବାର୍ଦ୍ଧକ୍ୟ ଭତ୍ତା, ଓଲ୍ଡ ଏଜ୍ ପେନସନ୍, ଡିଜାବିଲିଟି ପେନସନ୍, ଅର୍ଫାନ୍, ୱିଡୋ, ଯେଉଁ ପ୍ରକାର ପେନସନ୍ ଆବେଦନ କରିବାକୁ ଯାଉଛନ୍ତି ସେଇଟା ସିଲେକ୍ଟ କରିପାରିବେ। ମୁଁ ଓଲ୍ଡ ଏଜ୍ ପେନସନ୍ ଆବେଦନ କରିବାକୁ ଯାଉଛି। ନେମ୍ ଆଜ୍ ଫର୍ ଆଧାର, ସେ ଆପ୍ଲିକାଣ୍ଟଙ୍କର ଆଧାର କାର୍ଡ଼ରୁ ଦେଖିକି ତାଙ୍କର ଫୁଲ୍ ନେମ୍ଟି ଟାଇପ୍ କରିଦିଅନ୍ତୁ। ତାରପରେ ଏଠାରେ ତାଙ୍କର ବାପାଙ୍କର ନାମ ଟାଇପ୍ କରିଦିଅନ୍ତୁ। ତାରପରେ ଏଠାରେ ତାଙ୍କର ଭୋଟର ଆଇଡି କାର୍ଡ଼ରୁ ଦେଖିକି ଡେଟ୍ ଅଫ୍ ବାର୍ଥଟି ଟାଇପ୍ କରିଦିଅନ୍ତୁ। 60 ବର୍ଷ କିମ୍ବା ତାଠାରୁ ଅଧିକ ହୋଇଥିଲେ ହିଁ ଆବେଦନ କରନ୍ତୁ, ନହେଲେ ଆପଣଙ୍କର ଫର୍ମଟି ରିଜେକ୍ଟ ହେଇଯିବ। ଡେଟ୍ ଅଫ୍ ବାର୍ଥ ଦେଇ ସାରିଲା ପରେ ଏଠାରେ ଅଟୋମେଟିକ୍ ବୟସଟି ଆସିଯାଉଛି କେତେ ବର୍ଷ ହେଲା। ତାରପରେ ଏଠାରେ ଏଜ୍ ପ୍ରୁଫ୍ ଡକୁମେଣ୍ଟ ଗୋଟେ ଅପଲୋଡ଼ କରିବାକୁ ପଡ଼ିବ। ଯଦି ଭୋଟର ଆଇଡି କାର୍ଡ଼ରୁ ଦେଖିକି ଡେଟ୍ ଅଫ୍ ବାର୍ଥ ଦେଇଥିବେ ତାହେଲେ ଭୋଟର ଆଇଡି କାର୍ଡ଼କୁ ଅପଲୋଡ଼ କରିଦିଅନ୍ତୁ। ତାରପରେ ଜେଣ୍ଡର ସିଲେକ୍ଟ କରନ୍ତୁ, ସିଏ ମେଲ୍ କି ଫିମେଲ୍। ତାରପରେ ଏଠାରେ ତାଙ୍କର ଆଧାର କାର୍ଡ଼ ନମ୍ବରଟି ଦେଇଦିଅନ୍ତୁ। ତାରପରେ ଭେରିଫାଇ ଆଧାରରେ କ୍ଲିକ୍ କରିଦିଅନ୍ତୁ। ଆଧାର ଭେରିଫାଇ ସକ୍ସେସଫୁଲି ଶୋ କରିବ, ଓକେ କରିଦିଅନ୍ତୁ। ତାରପରେ ଚୁଜ୍ ଫାଇଲ୍ରେ କ୍ଲିକ୍ କରି ଆପଣଙ୍କର ଆଧାର କାର୍ଡ଼କୁ ଅପଲୋଡ଼ କରିଦିଅନ୍ତୁ। ତାରପରେ ଏଠାରେ ଗୋଟିଏ ପାସପୋର୍ଟ ଅପଲୋଡ଼ କରିଦିଅନ୍ତୁ। ତାରପରେ ଏଠାରେ ଗୋଟିଏ ଭ୍ୟାଲିଡ୍ ମୋବାଇଲ ନମ୍ବରଟି ଦେଇଦିଅନ୍ତୁ। এই ଷ୍ଟେଟ୍ ଜାଗାରେ ଆଗରୁ ଓଡ଼ିଶା ସିଲେକ୍ଟ ଥିବ, ଯଦି ସିଲେକ୍ଟ ନଥିଲେ ଆପଣ ସିଲେକ୍ଟ କରିଦିଅନ୍ତୁ। ତାରପରେ এই ଡିଷ୍ଟ୍ରିକ୍ଟଟି ବାଛି ଦିଅନ୍ତୁ। ତାରପରେ ଆପଣଙ୍କର ସବ୍ ଡିଭିଜନଟି ବାଛି ଦିଅନ୍ତୁ। ତାରପରେ এই ଆଡ୍ରେସ୍ ଟାଇପ୍ରେ ଆପଣ ଯଦି ସହରରୁ ରହିଥିଲେ ULBକୁ ସିଲେକ୍ଟ କରିବେ ଆଉ ଗାଁରୁ ରହିଥିଲେ ବ୍ଲକକୁ ସିଲେକ୍ଟ କରିବେ। ଯଦି ବ୍ଲକ ସିଲେକ୍ଟ କରୁଛନ୍ତି ତାହେଲେ ଏଠାରେ ବ୍ଲକଟିକୁ ସିଲେକ୍ଟ କରିଦିଅନ୍ତୁ। ତାରପରେ ଏଠାରେ ଆପଣଙ୍କର ଜିପି ବା ଗ୍ରାମ ପଞ୍ଚାୟତଟି ସିଲେକ୍ଟ କରିଦିଅନ୍ତୁ। ତାରପରେ ଏଠାରେ ଆପଣଙ୍କର ଭିଲେଜ ନେମ୍ଟି ସିଲେକ୍ଟ କରିଦିଅନ୍ତୁ। ତାରପରେ ଏଭିଟେସନ୍ ଜାଗାରେ ଆପଣଙ୍କର ଭିଲେଜ ନେମ୍ଟି ସିଲେକ୍ଟ କରିଦିଅନ୍ତୁ। ତାରପରେ এই ହାଉସ୍ ନମ୍ବର ଜାଗାରେ ଯଦି ଜାଣିଛନ୍ତି ତାହେଲେ ଦେଇଦିଅନ୍ତୁ, ନହେଲେ 8 ଲେଖିକି ଆପଣଙ୍କର ଗାଁର ନାମଟି ଟାଇପ୍ କରିଦିଅନ୍ତୁ। ତାରପରେ ଆପଣଙ୍କର ପିନକୋଡ୍ ନମ୍ବରଟି ଟାଇପ୍ କରିଦିଅନ୍ତୁ। ତାରପରେ ଏଠାରେ ଆପଣଙ୍କର ସୋସିଆଲ କାଟାଗୋରୀ ସିଲେକ୍ଟ କରନ୍ତୁ, ଯେମିତିକି ST, SC, OBC ଯାହା ବି ହେଇଥିବେ ସିଲେକ୍ଟ କରିଦିଅନ୍ତୁ। ତାରପରେ ଏଠାରେ ଗୋଟିଏ ଇନକମ୍ ସାର୍ଟିଫିକେଟ୍ ଅପଲୋଡ଼ କରିଦିଅନ୍ତୁ। ଯଦି ଇନକମ୍ ସାର୍ଟିଫିକେଟ୍ ଅପଲୋଡ଼ କରୁଛନ୍ତି ତାହେଲେ ଇନକମ୍ ସାର୍ଟିଫିକେଟରେ ବାର୍ଷିକ ଆନୁଆଲ୍ ଇନକମ୍ 60,000ରୁ କମ୍ ହେଉଥିବା ଦରକାର। ଯଦି ଇନକମ୍ ସାର୍ଟିଫିକେଟ୍ ନାହିଁ ତାହେଲେ BPL କାର୍ଡ଼କୁ ମଧ୍ୟ ଅପଲୋଡ଼ କରିପାରିବେ। ଯଦି BPL କାର୍ଡ଼ ମଧ୍ୟ ନାହିଁ ତାହେଲେ ଆପଣଙ୍କ RI ପାଖକୁ ଯାଆନ୍ତୁ, ସେ ଗୋଟେ ରିପୋର୍ଟ ଦେବ, ସେ ରିପୋର୍ଟକୁ ଆଣିକି ଅପଲୋଡ଼ କରିଦିଅନ୍ତୁ। ତାରପରେ এই ଆଡିସନାଲ ଡକୁମେଣ୍ଟ ଅପସନାଲ ଅଟେ, ଏଇଟା ଛାଡ଼ି ଦିଅନ୍ତୁ। ତାରପରେ ଏଠାରେ ସିଗ୍ନେଚର ନହେଲେ ଥମ୍ବ ଗୋଟେ ଅପଲୋଡ଼ କରିଦିଅନ୍ତୁ। ତାରପରେ ଆସିଯାଇଛି ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ, এই ସିଲେକ୍ଟରେ କ୍ଲିକ୍ କରି ସେଭିଂ ଆକାଉଣ୍ଟ ସିଲେକ୍ଟ କରିଦିଅନ୍ତୁ। ଏଠାରେ ଆକାଉଣ୍ଟ ହୋଲ୍ଡର ନେମ୍ ଜାଗାରେ ତାଙ୍କର ନାମଟି ଟାଇପ୍ କରିଦିଅନ୍ତୁ। ତାରପରେ ଆପଣଙ୍କ ପାସବୁକ୍ରେ ଦେଖିକି ଆକାଉଣ୍ଟ ନମ୍ବରଟି ଟାଇପ୍ କରିଦିଅନ୍ତୁ। ତାରପରେ ଏଠାରେ ଆପଣଙ୍କର IFC କୋଡଟି ସିଲେକ୍ଟ କରିଦିଅନ୍ତୁ। ଏଠାରେ ସର୍ଚ୍ଚ ଅପସନ୍ ମିଳିଯାଉଛି, ସେ ସର୍ଚ୍ଚ ଅପସନ୍ରେ ଆପଣଙ୍କର IFC କୋଡଟି ଟାଇପ୍ କରିଲେ ଆସିଯାଉଛି। ତାରପରେ ଏଠାରେ ଆପଣଙ୍କର ବ୍ୟାଙ୍କ ନେମ୍ଟି ସିଲେକ୍ଟ କରିଦିଅନ୍ତୁ। ତାରପରେ ଏଠାରେ ଆପଣଙ୍କର ବ୍ୟାଙ୍କର ବ୍ରାଞ୍ଚଟି ସିଲେକ୍ଟ କରିଦିଅନ୍ତୁ। ତାରପରେ এই ଚୁଜ୍ ଫାଇଲ୍ରେ କ୍ଲିକ୍ କରି ଆପଣଙ୍କର ପାସବୁକ୍କୁ ଅପଲୋଡ଼ କରିଦିଅନ୍ତୁ। ତାରପରେ এই ସବୁ ଡିକ୍ଲାରେସନକୁ ଆକ୍ସେପ୍ଟ କରିବାକୁ ପଡ଼ିବ। এই ସବୁ ଚେକ୍ ବକ୍ସକୁ ଟିକ୍ କରିଦିଅନ୍ତୁ। ତାରପରେ ସବୁ ଥରେ ଚେକ୍ କରିଦିଅନ୍ତୁ। ସବୁ ଯଦି ଠିକ୍ ଅଛି ତାହେଲେ ସବମିଟ୍ ଉପରେ କ୍ଲିକ୍ କରିଦିଅନ୍ତୁ।
तारपरे येस रे क्लिक कर दियंतु। तारपरे आपनकर एक्नॉलेज फॉर्म टी मिली जिवो। ए फॉर्म को धरिकी आपनकर ब्लॉक ऑफिस को जाइकी डिपॉजिट कर दियंतु। जदि डिपॉजिट करू नांती ताहेले अप्रूव हेबारे टिके लेट हेई पारे, जेमति कि मासे 2 मास लागि जाई पारे। जदि ब्लॉक ऑफिस रे डिपॉजिट करूछंदी ताहेले जल्दी अप्रूव हेई थाए। अप्रूव होला परे आपनकु आपनको पंचायत ऑफिस को डाकिबे आ पेंशन काथाटी देई देबे। आपनकर फॉर्म टी अप्रूव होला कि नै स्टेटस चेक करबा को चाहूतिले से गूगल क्रोम ओपन करी SSCPD टाइप करी सर्च कर दियंतु। ए प्रथम लिंक ऊपर क्लिक कर दियंतु। तारपर एमिति पेज गुट ओपन हेई जिवो। ए पेंशन स्कीम तारी ऊपर क्लिक कर दियंतु। तारपर एमिति पेज गुट ओपन हेई जिवो। तारपर ट्रैक एप्लीकेशन स्टेटस तारी ऊपर क्लिक कर दियंतु। मधुबाबू पेंशन योजना ताकू सिलेक्ट करंतु। तारपर प्रोसीड रे क्लिक कर दियंतु। एटारे ट्रैकिंग नंबर द्वारा मध्य चेक करि परिबे, नहेले आधार नंबर द्वारा मध्य चेक करि परिबे। जदि आधार नंबर द्वारा चेक करबा चाहछन्ती ताले डेट ऑफ बर्थ मध्य देबा को पड़िबो। एटारे आधार नंबर टी टाइप कर दियंतु। तारपर एटारे डेट ऑफ बर्थ टी सिलेक्ट कर दियंतु। तारपर सर्च कर दियंतु। सर्च कला परे आपनकर स्टेटस टी शो करिवो, सबु जानि परिबे। थैंक्स फॉर वाचिंग।